ପୃଥିବୀର ମାନଚିତ୍ରରୁ ଜେରୁସାଲେମ ବା ଇସ୍ରାଏଲକୁ ମୂଳୋତ୍ପାଟନ କରିବା ପାଇଁ ଅନେକ ରାଜା ମହାରାଜା ବାବିଲ ଦେଶର ସରକାର ନବୁଖଦନେସ୍ସରରୁ ଆରମ୍ଭ କରି ରୋମୀୟ ସମ୍ରାଟ ଟାଇଟସ୍ ଆଡଲଫ ହିଟଲର ତଥା ବିଭିନ୍ନ ଦେଶର ଶାସକମାନେ ଏପର୍ଯ୍ୟନ୍ତ ଅହରହ ଉଦ୍ୟମ ଜାରି ରଖିଛନ୍ତି। ତଥାପି କେହି ସଫଳ ହେବେ ନାହିଁ। ଇସ୍ରାଏଲର ବିଜୟ ହେବ। ଇସ୍ରାଏଲର ପୁନଃ ସ୍ଥାପନ ହେବ। ଗ୍ରୀକ୍ ଇତିହାସରେ ପେରିକ୍ଲିସଙ୍କ ଯୁଗ, ରୋମ ଇତିହାସରେ ଅଗଷ୍ଟସ୍ ଯୁଗ, ଇଂଲଣ୍ଡ ଇତିହାସରେ ଏଲିଜାବେଥ ଯୁଗ ଏବଂ ଭାରତ ଇତିହାସରେ ଗୁପ୍ତ ଯୁଗକୁ ସୁବର୍ଣ୍ଣ ଯୁଗ ରୂପେ ପ୍ରକାଶ କରାଯାଇଛି। କିନ୍ତୁ ଯିହୁଦୀ ଶାସ୍ତ୍ର କହି ପୃଥିବୀରେ 1,000 ବର୍ଷ ଶାନ୍ତି ରାଜ୍ୟ ହେବ। ତାହା ହିଁ ହେବ ଏହି ପୃଥିବୀର ଅତୁଳନୀୟ ସୁବର୍ଣ୍ଣ ଯୁଗ। 1,000 ବର୍ଷ ଶାନ୍ତି ରାଜ୍ୟରେ ସମସ୍ତ ସୁବର୍ଣ୍ଣ ଯୁଗ ଅପେକ୍ଷା ପୃଥିବୀ ବହୁ ଗୁଣରେ ଆନନ୍ଦମୟ ଓ ଶାନ୍ତିଯୁକ୍ତ ହେବ। ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ। ଲିଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ। ଜେରୁସାଲେମରେ ଆନନ୍ଦ ଉଛୁଳି ଉଠିବ। ସେଠାରେ ଦୁଃଖ କି କ୍ରନ୍ଦନ ନଥିବ। ଲେଖାଯାଏ, ପୁଣି ଆମ୍ଭେ ଜେରୁସାଲେମରେ ଉଲ୍ଲାସ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଆନନ୍ଦ କରିବା। ପୁଣି ତହିଁ ମଧ୍ୟରେ ରୋଦନର ଶବ୍ଦ କିମ୍ବା କ୍ରନ୍ଦନର ଶବ୍ଦ ଆଉ ଶୁଣାଯିବ ନାହିଁ। ଯେଶାୟା 65 ଅଧ୍ୟାୟର 19 ପଦ। ଇସ୍ରାଏଲ ନିମନ୍ତେ ତାହା ବିଶେଷ ଆଶୀର୍ବାଦର ସମୟ ଆସିବ, କାରଣ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ। ରୋମୀୟ 11 ଅଧ୍ୟାୟର 25 ଆଉ 26 ପଦ। ଜେରୁସାଲେମ ମୁକ୍ତି ପାଇବ। ଲୁକ 2 ଅଧ୍ୟାୟର 38 ପଦ। ଇସ୍ରାଏଲ ସାନ୍ତ୍ୱନା ପାଇବ। ଲୁକ 2 ଅଧ୍ୟାୟର 25 ପଦ। ଇସ୍ରାଏଲ ମସ୍ତକ ହେବ। ଦ୍ୱିତୀୟ ବିବରଣ 28 ଅଧ୍ୟାୟର 14 ପଦ। ଇସ୍ରାଏଲ ସନ୍ତାନଗଣ ପ୍ରତିଜ୍ଞାତ ଦେଶ ପ୍ରାପ୍ତ ହେବେ। ଆଦି ପୁସ୍ତକ 15 ଅଧ୍ୟାୟର 18 ପଦ। ଜେରୁସାଲେମ ପୃଥିବୀର ରାଜଧାନୀ ହେବ। ଯେଶାୟା 2 ଅଧ୍ୟାୟର 3 ପଦ। ଜିଖର୍ୟ 14 ଅଧ୍ୟାୟର 17 ପଦ। ଇସ୍ରାଏଲର ଜାତୀୟ ସଂସ୍ଥାପନ ହେବ। ଯେହେଜିକେଲ 37 ଅଧ୍ୟାୟର 15 ପଦରୁ 28 ପଦ। ଆମେ ଜାଣୁ ଜେରୁସାଲେମ ଅର୍ଥ ଶାନ୍ତିର ନଗର। ମାତ୍ର ଏ ନଗର ଯୁଗ ଯୁଗରୁ କିପରି ପାଲଟି ଯାଇଛି ଅଶାନ୍ତିର ନଗର। ଇତିହାସରେ ଏ ପବିତ୍ର ସ୍ଥାନରେ ଯେତେ ରକ୍ତର ନଦୀ ବହିଛି, ତାହା ରାମ ଜନ୍ମଭୂମି ହେଉ, କୃଷ୍ଣ ଜନ୍ମସ୍ଥାନ, କାଶୀ ବିଶ୍ୱନାଥ ମନ୍ଦିର ବା ଆରବର ମକ୍କା ମଦିନାରେ ଏପରି କେବେ ରକ୍ତ ବହି ନାହିଁ। କିନ୍ତୁ ଦିନ ଆସିବ, ଇସ୍ରାଏଲ ଦିନେ ମହାନ ହେବ। ସାରା ପୃଥିବୀ ଦିନେ ସ୍ୱୀକାର କରିବ। ଏପରି ଲେଖାଯାଇଛି, ଏଠି କିଛି ହେବ ନାହିଁ। ପଥର ଓ ପାହାଡ଼ର ଶୁଷ୍କ
ଦୁଃଖ ଉପତ୍ୟକା। ଏଠି କିଛି ହେବ ନାହିଁ ଫୁଲ ଫଳ ଅବା ଗଛଲତା। ତଥାପି ହେ ପରମେଷ୍ଟି ଯିହୁଦୀଙ୍କୁ ଦେଲ ଏହି ଦେଶ, ପ୍ରତିଜ୍ଞାନ୍ତ ଦେଶ। କହିଥିଲ ଦିନେ କେବେ ବୋହିଯିବ ମଧୁ ଦୁଗ୍ଧଧାର, ଯେଉଁପରି ବୋହିଯାଏ ତଟିନୀରେ ନୀର। ଯାକୁବଙ୍କ ସ୍ମୃତି ଆଉ ସଲୋମନଙ୍କ ଗୀତ, ଦୁଇଟିକୁ ମିଶାଇଲେ ଜଣା ପଡ଼େ ଇସ୍ରାଏଲ ଗାଉଛି ବସି ଦୁଃଖଦ ସଙ୍ଗୀତ, ଦୁଃଖଦ ସଙ୍ଗୀତ। ମିଶରରୁ ମୋଶାଙ୍କ ସାଙ୍ଗେ ଫେରି ଆସିଥିବା ସେ ଯିହୁଦୀମାନେ କାହାନ୍ତି ସେ ମୋଶା, ଯାହାଙ୍କ ନିର୍ଦ୍ଦେଶ ମତେ ପାଇଥିଲା ଯିହୁଦୀ ଜାତି ସମସ୍ତ ଭରସା। ସବୁ ସ୍ୱପ୍ନ ଲିଭିଗଲା କୁହୁଡ଼ିର ଝାପ୍ସା ଝାପ୍ସା ଅନ୍ଧାର ମଧ୍ୟରେ। ସେ ଭିତରେ 12 ଭାଇ ହଜିଗଲେ ପୃଥିବୀର କେଉଁ ଏକ ଅମଡ଼ା ବାଟରେ। 2 ହାତ ଭିଜେଇ ରକ୍ତରେ ହିଟଲର ବି ଛାଡ଼ିଲାନି। ଉତ୍ତପ୍ତ ବାଷ୍ପ ମଧ୍ୟରେ ସେମାନଙ୍କୁ ମାରିବାକୁ ନିର୍ମମ ଭାବରେ। ତଥାପି ରହିଲା ବଞ୍ଚି ଏ ଯିହୁଦୀ ଜାତି, ମନେ ରଖି ବିଭୁ ପ୍ରତିଶ୍ରୁତି। ସମାଧି ଭିତରୁ ଉଠି ହିବ୍ରୁ ଭାଷା ହେଲା କଥା ନୂତନ ଭାବରେ। ଧନ୍ୟ ଇସ୍ରାଏଲ, ଧନ୍ୟ ଇସ୍ରାଏଲ, ନିବଂଶ ତୁ ହେଲୁ ନାହିଁ ଦୁଃଖ ବିଷାଦରେ, ଦୁଃଖ ବିଷାଦରେ। ଧନ୍ୟ ଇସ୍ରାଏଲ, ଧନ୍ୟ ଇସ୍ରାଏଲ। ନମସ୍କାର।